ହୃଦରୋଗ ନିରାକରଣ ସଚେତନତା ଆଲୋଚନା ଚକ୍ର। ବିଶ୍ୱରେ ହୃଦରୋଗ ଜନିତ ମୃତ୍ୟୁ ସଂଖ୍ୟା ଅତ୍ୟଧିକ। ଏଥିରୁ ନିରାପଦ ରହିବାକୁ ହେଲେ ହୃଦରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ଅତ୍ୟନ୍ତ ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ରୋଟାରୀ କ୍ଲବ ଅଫ୍ ଇନର ହୁଇଲ୍ କ୍ଲବ ରାଉରକେଲା ରିଭରସାଇଡ୍ ଏବଂ ହାଇଟେକ୍ ମେଡିକାଲ କଲେଜର ମିଳିତ ସହଯୋଗରେ ଗୋପବନ୍ଧୁ ପାଠାଗାର ସଭାକକ୍ଷରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ହାଇଟେକ୍ ମେଡିକାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ସୌମେନ ପ୍ରସାଦ ବେହେରା ଓ ହୃତ୍ପିଣ୍ଡ ଶଲ୍ୟ ଚିକିତ୍ସକ ଡାକ୍ତର ମନୋଜ କୁମାର ମହାରଣା ଏଥିରେ ଯୋଗଦେଇ କିପରି ଓ କାହିଁକି ଏହି ସମସ୍ୟା ଦେଖାଦିଏ, ତାହା ଜରୁରୀକାଳୀନ ପରିସ୍ଥିତିରେ ରୋଗୀର କିପରି ଚିକିତ୍ସା କରିବା ଦରକାର ସେ ସମ୍ବନ୍ଧରେ ପ୍ରୋଜେକ୍ଟର ସାହାଯ୍ୟରେ ବୁଝାଇ କହିଥିଲେ। ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା, ସୁଷମ ଖାଦ୍ୟ ଖାଇବାକୁ ସେ ଉପଦେଶ ଦେବା ସହ ଧୂମପାନ ଓ ମଦ୍ୟପାନ ଠାରୁ ଦୂରେଇ ରହିବାକୁ କହିଥିଲେ। ଶେଷରେ ଉପସ୍ଥିତ ଜନସାଧାରଣଙ୍କ ଅନେକ ପ୍ରଶ୍ନର ଉତ୍ତର ବକ୍ତାମାନେ ଦେଇଥିଲେ। ଏହି ହୃତ୍ପିଣ୍ଡ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ଡାକ୍ତର ପି.ସି. ମହାପାତ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ରିଭରସାଇଡ୍ ରୋଟାରୀ କ୍ଲବର ସଭାପତି ସନ୍ତୋଷ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ଓ ବହୁ ସଂଖ୍ୟାରେ ରୋଟେରିଆନମାନେ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ। ଇନର ହୁଇଲ୍ କ୍ଲବ ସମ୍ପାଦିକା ସୁପ୍ରିୟା ମହାନ୍ତିଙ୍କ ସହ ସମସ୍ତ ସଦସ୍ୟା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଏହି ଆଲୋଚନା ଚକ୍ରକୁ ସଫଳ କରିଥିଲେ। ଏହି ସଭାରେ ପାଠାଗାରର ବହୁ ସଦସ୍ୟା ଯୋଗ ଦେଇଥିଲା ବେଳେ ପାଠାଗାରର ସଭାପତି ନବଘନ ସାହୁ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।